0 ରୁ 10 ବର୍ଷରେ ଆପଣମାନେ ରିଟାୟାରମେଣ୍ଟ କରିବାକୁ ଚାହୁଁଛନ୍ତି କି? ବହୁତ ଲୋକ ଚାହାନ୍ତି ଯେ ଶୀଘ୍ର ଆମେ ରିଟାୟାରମେଣ୍ଟ ହେଇଯିବା। ତ କିନ୍ତୁ ମାନିନିଅନ୍ତୁ ପୁରା ସ୍କ୍ରାଚରୁ 10 ବର୍ଷରେ ରିଟାୟାରମେଣ୍ଟ ହେବା ବହୁତ ହି ଆଶ୍ଚର୍ଯ୍ୟଜନକ ଲାଗୁଛି ନାଇଁ? କିନ୍ତୁ ଯଦି ଆପଣ ଠିକ୍‌ସେ ପ୍ଲାନିଂ କରନ୍ତି ତ ଏଇଟା ଇମ୍ପସିବଲ୍ ବି ନୁହେଁ, ପସିବଲ୍ ହେଇପାରିବ। ତ ଆଜିର ଭିଡ଼ିଓ ଏହି ଉପରେ, ତ ସ୍କିପ୍ ନ କରିକିନା ପ୍ଲିଜ୍ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତାହେଲେ ରୂପି ରହସ୍ୟ ଇନ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆପଣମାନଙ୍କର ଏନକରେଜମେଣ୍ଟ ବହୁତ ହି ଦରକାର ଚ୍ୟାନେଲକୁ ଗ୍ରୋ କରିବା ପାଇଁ ଆଉ ଏମିତି ନୂଆ ନୂଆ ଭିଡ଼ିଓ ଆଣିବା ପାଇଁକିନା। ତ ଚାଲନ୍ତୁ ଡେରି ନ କରିକି ଆରମ୍ଭ କରିବା। ଆପଣମାନେ ଶୁଣିଥିବେ ଫାୟାର ଷ୍ଟ୍ରାଟେଜି। ତ ଅନେକେ କୁହନ୍ତି ଫାୟାର ଯୋଉଟାକି ଫାଇନାନ୍ସିଆଲ ଇଣ୍ଡିପେଣ୍ଡେନ୍ସ, ରିଟାୟାର ଆର୍ଲି। ତ ଫାୟାର ରୁଲ୍ ଆକ୍ଚୁଆଲି ହେଉଛି ମୁଖ୍ୟତଃ ଏଇ ଯେଉଁ ମଡେଲଟା ମୁଁ ଯୋଉଟା ଭାବେ ୟୁଏସ୍ ଭଳିଆ କିନା ଯୋଉଟା ଡେଭଲପ୍ଡ କଣ୍ଟ୍ରିଜ୍ ଅଛି ସେଥିପାଇଁ କିନା ହିଁ ଏଇଟା ଫେଭରେବଲ୍, କାରଣ ସେମାନଙ୍କର ଆକ୍ଚୁଆଲି ଇନଫ୍ଲେସନ୍ ରେଟ୍‌ଟା ବହୁତ ହି କମ୍ ଥାଏ ଆଉ ଟ୍ୟାକ୍ସ ଷ୍ଟ୍ରକ୍ଚର ଯୋଉ ଥାଏ ନା ସେଟା ଅଧିକ ବହୁତ ହି ଫେଭରେବଲ୍ ଥାଏ ଲୋକଙ୍କ ଫରରେ। ତ ସେଥିପାଇଁକିନା ଫାୟାର ଯୋଉ ମଡେଲଟା ସେଟା ଆମ ଭାରତରେ ଲାଗୁ କରିବା ବା ଭାରତରେ ଫଲୋ କରିବା ଆଇ ଡୋଣ୍ଟ ଥିଙ୍କ ସେଟା କରେକ୍ଟ ରହିବ। ତ କିନ୍ତୁ ତା ମାନେ ନୁହେଁ ଯେ 10 ବର୍ଷରେ ଆପଣମାନେ ଆଚିଭ୍ କରିପାରିବେ ନାହିଁ। ଏଥିପାଇଁକିନା ମାନେ ଆମେ ଗୋଟେ ଫ୍ରେମୱାର୍କ ରଖିପାରିବା। ତ ମାନି ନିଅନ୍ତୁ କିଛି ଆଜମ୍ପସନ୍ ଆମେ ଦେଖିବା ଫାୟାରରୁ ଯୋଉଟାକି ଆନୁଆଲ୍ ଏକ୍ସପେନ୍ସର 25 ଗୁଣା ଯଦି ଆପଣମାନଙ୍କର ଫଣ୍ଡ ଆପଣମାନେ ଆକୁମୁଲେଟ୍ କରିପାରିଲେ, ଆପଣମାନଙ୍କର ଏବେ ଯୋଉଟା ଆନୁଆଲ୍ ଏକ୍ସପେନ୍ସ ହେଉଛି ସୋ ତାର ଯୋଉ 25 ଗୁଣା ଫଣ୍ଡ ଯଦି ଆପଣ ଆକୁମୁଲେଟ୍ କରିପାରିବେ 10 ବର୍ଷରେ, ତାହେଲେ ଆପଣମାନେ ରିଟାୟାରମେଣ୍ଟ ସେଫଲି କରିପାରିବେ। ତ ପ୍ରତିବର୍ଷ ଯୋଉ ୱିଡ୍ରଲ୍ କରିବେ ତାପରେ ତାର ରେଟ୍ ରହିବ 3 ରୁ 4%। ତ ଇନଭେଷ୍ଟମେଣ୍ଟ ଇନଭେଷ୍ଟମେଣ୍ଟର ଯୋଉ ରିଟର୍ନ ଆସିବ ସେଟା ଇନଫ୍ଲେସନକୁ ବି ସହଜରେ ବିଟ୍ କରିପାରିବ। ତ ଭାରତରେ କିନ୍ତୁ ଏହି ଆଜମ୍ପସନଟା କାହିଁକି ସବୁବେଳେ ଭ୍ୟାଲିଡ୍ ନୁହେଁ, କାରଣ ଫର୍ଷ୍ଟ ହେଉଛି ଇନଫ୍ଲେସନ ଅଧିକ ରହେ। ୟୁଏସ୍‌ରେ ଲଙ୍ଗ ଟର୍ମ ଇନଫ୍ଲେସନ ଜମା 2 ରୁ 3% ଥିଲାବେଳେ ଭାରତରେ 5 ରୁ 6%। ଏହାର ଅର୍ଥ ହେଉଛି ଏଠି ଏକ୍ସପେନ୍ସ ଶୀଘ୍ର ବଢ଼େ ଆଉ ୱିଡ୍ରଲ୍‌ର ପ୍ରେସର ବଢ଼ି ଚାଲିବ ଆପଣମାନେ ଯଦି ରିଟାୟାରମେଣ୍ଟ ହେଲେ। ସେକେଣ୍ଡରେ ହେଉଛି ରିଏଲ୍ ରିଟର୍ନସଟା ଯୋଉଟା ସେଟା ପ୍ରେଡିକ୍ଟେବଲ୍ ନୁହେଁ। ମାନେ ଇଣ୍ଡିଆନ୍ ମାର୍କେଟ୍ସରେ ଆକ୍ଚୁଆଲି ନୋମିନାଲ ରିଟର୍ନ ରହେ 10 ରୁ 12%, କିନ୍ତୁ ଭୋଲାଟିଲିଟି ବହୁତ ହି ଅଧିକ ଥାଏ। ତ ବ୍ୟାଡ୍ ମାର୍କେଟ ସାଇକେଲ୍ସରେ ଆପଣମାନେ ଫିକ୍ସଡ ୱିଡ୍ରଲ୍ ଯୋଉ କରନ୍ତି ରିଟାୟାରମେଣ୍ଟ ପରେ ଫିକ୍ସଡ ୱିଡ୍ରଲ୍ ଯୋଉଟା ସେଟା ହେଉଛି ଆପଣମାନଙ୍କର ଯୋଉ ଫଣ୍ଡକୁ ଡ୍ୟାମେଜ୍ କରିପାରେ। ଥର୍ଡ ହେଲା ଆମ ଭାରତରେ ହେଲ୍ଥ କେୟାର କଷ୍ଟ ହେଉଛି ବହୁତ ସାରା ସେଲ୍ଫ ଫଣ୍ଡେଡ୍ ଥାଏ। ମାନେ ଇଭିନ୍ ଆପଣମାନେ ଇନ୍ସୁରାନ୍ସ ନେଲେ ବି ବହୁତ ସାରା ମେଡିକାଲ ଏକ୍ସପେନ୍ସେସ୍ ଆମ ଭାରତରେ ଅଧିକାଂଶ ସମୟରେ ଆଉଟ୍ ଅଫ୍ ପକେଟ୍ ହେଇଯାଏ। ତ ତା ସହିତ ଏଜ୍ ବଢ଼ିଲେ ପୁଣି ଏକ୍ସପେନ୍ସ ବି ଅନପ୍ରେଡିକ୍ଟେବଲ୍ ହେଇଯାଏ। ଫୋର୍ଥରେ ହେଲା ଲଙ୍ଗ ରିଟାୟାରମେଣ୍ଟ ମାନେ ଏଇଟା ହେଉଛି ହାୟର ରିସ୍କ। ମାନେ 40 ବର୍ଷର ରିଟାୟାରମେଣ୍ଟ ମାନେ ନେକ୍ସଟ ଆପଣମାନେ 40 ବର୍ଷ ପାଇଁକିନା ଆପଣମାନେ ପ୍ଲାନିଂ କରିବେ ରିଟାୟାରମେଣ୍ଟ ହେବା ପାଇଁକିନା। ତ ତା ମାନେ ନୁହେଁ ଯେ ଭାରତରେ ଏଇଟା ପସିବଲ୍ ନୁହେଁ। ଏଥିପାଇଁ ଗୋଟେ ଇଣ୍ଡିଆ ସ୍ପେସିଫିକ୍ ମାନେ ଆମ ଭାରତ ରିଲେଟେଡ୍ ସ୍ପେସିଫିକ୍ ଷ୍ଟ୍ରାଟେଜି ଦରକାର ଆପଣମାନଙ୍କୁ ଯଦି 10 ବର୍ଷରେ ଆପଣମାନେ ରିଟାୟାରମେଣ୍ଟ ହେବାକୁ ଚାହୁଁଛନ୍ତି। ତ ଏଇଟା କେମିତି କରିବେ ଚାଲନ୍ତୁ ଦେଖିବା ଷ୍ଟେପ୍ ନମ୍ବର 1। ପ୍ରଥମେ ହେଲା ଆପଣମାନେ ସେଭିଙ୍ଗସର ରେଟ୍‌କୁ ପ୍ରାୟୋରିଟି ଦିଅନ୍ତୁ। 10 ବର୍ଷ ଟାଇମ୍ ଲାଇନରେ ରିଟର୍ନସ୍ ଠାରୁ ସେଭିଙ୍ଗସ ରେଟ୍ ଅଧିକ ଇମ୍ପୋର୍ଟାଣ୍ଟ। ତ ଆପଣମାନେ ଗୋଟେ ଆଇଡଲ୍ ଟାର୍ଗେଟ ରଖନ୍ତୁ ଯେମିତି ଇନକମ୍‌ର 50 ରୁ 70% ସେଭ୍ କରିବା ପାଇଁକା। ସର୍ଟ ପିରିୟଡ଼ରେ କମ୍ପାଉଣ୍ଡିଂ ଠାରୁ କଣ୍ଟ୍ରିବ୍ୟୁସନକୁ ଅଧିକ ପାୱାରଫୁଲ୍ ମନାଯାଏ। ଷ୍ଟେପ୍ 2, ଆପଣମାନଙ୍କର ଗ୍ରୋଥ୍ ଆସେଟ୍‌ରେ ହିଁ ଇନଭେଷ୍ଟମେଣ୍ଟ କରନ୍ତୁ। ଯୋଉ 50 ରୁ 70% ସେଭିଙ୍ଗସ୍ କରିଛନ୍ତି ତାକୁ ଆପଣମାନେ ଗ୍ରୋଥ୍ ଆସେଟ୍‌ରେ ଇନଭେଷ୍ଟମେଣ୍ଟ କରନ୍ତୁ। ଯୋଉଟାକି ସୁଇଟେବଲ୍ ଅପସନ୍ ମୁଁ କହିଦେଉଛି ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡସ୍ ହେଲା ବା ଏନ୍‌ପିଏସ୍ ହେଲା ନ୍ୟାସନାଲ୍ ପେନସନ୍ ସ୍କିମ୍। ଏଗୁଡ଼ାକ ଇନଫ୍ଲେସନକୁ କାଉଣ୍ଟର କରିବାରେ ସାହାଯ୍ୟ କରିବ। ଷ୍ଟେପ୍ ନମ୍ବର 3 ହେଲା ଇନଭେଷ୍ଟମେଣ୍ଟ ଷ୍ଟ୍ରାଟେଜିକୁ ସଦାବେଳେ ସିମ୍ପଲ୍ ରଖନ୍ତୁ। 10 ବର୍ଷ ପ୍ଲାନ୍ ମାନେ ଆପଣମାନଙ୍କର ଯୋଉ ଏକ୍ସପେରିମେଣ୍ଟାଲ ଇନଭେଷ୍ଟମେଣ୍ଟ ଥାଏ ସେଟା ବହୁତ ରିସ୍କି ହେଇଯାଏ। ତ ଆପଣମାନେ ଫୋକସ୍ କରନ୍ତୁ ଫର୍ଷ୍ଟ ହେଲା କନସିଷ୍ଟେନ୍ସି ରଖିବା ପାଇଁକିନା ଆପଣମାନଙ୍କର ଇନଭେଷ୍ଟମେଣ୍ଟରେ। ସେକେଣ୍ଡ ହେଲା ଆସେଟ୍ ଆଲୋକେସନ୍ ଯୋଉଟା କରିବେ ସେଟା ଡିସିପ୍ଲିନ୍ ଭାବରେ କରନ୍ତୁ। ଆଉ ଥର୍ଡ ହେଲା ଆପଣମାନେ ପିରିୟୋଡିକାଲି ତାକୁ ରିଭ୍ୟୁ ବି କରନ୍ତୁ। ଷ୍ଟେପ୍ ନମ୍ବର
नंबर 4 हैला इनकम स्ट्रैटेजी पूर्वरु प्लान करंतु रिटायरमेंट पर रैंडम विथड्रॉल करबा बहुत ही डेंजर तो गोटे स्ट्रक्चर्ड अप्रोच निहाती दरकार से आपण माने सिस्टमैटिक विथड्रॉल प्लान जोटा SWP अच्छी सेटा आपण माने सेथरे इन्वेस्टमेंट करि परिबे तो 10 वर्ष पर आपण माने भाबुथबे रिटायरमेंट पई कि ना आपण मानकर फंड केते रहिबा दरकार एटा बहुत सारा माइंड रे आस्तबो तो चलंतु गोटे एग्जांपल माध्यम रे बुझिबा मानि नियंतु आपण मानकर एज हैला 40 आपण मंथली एक्सपेंस होची आपण मानकर एज 40 रे 50,000 टंका इन्फ्लेशन रेट मानि नियंतु 8% तो 10 वर्ष पर आपण मानकर आजिर जो 50,000 रे एक्सपेंस सेटा हे जिवो लक्षे 8,000 पर मंथ ता माने एनुअल एक्सपेंस अप्रोक्सीमेटली धरि नियंतु 13 लाख टंका तो मेडिकल बफर जदि आपण माने ऐड करिवे ताले आपण माननकु 1.8 करोड़ दरकार तो आपण मानकर ताले टार्गेट केते रहिबो मंथली इन्वेस्टमेंट पाई कि ना 80,000 टंका तो ए फिगर जोटा मु देली एटा गोटा अजम्पशन ऊपर मु देइची किंतु गारंटी नुहे जे एटा माने करेक्ट एस्टिमेशन किंतु आजिकार माने टिल डेट जो हिसाब रे चलीची मु से हिसाब रे एटा गोटे एग्जांपल देली तो रिटायरमेंट रो जो फंड ताले ताको पुनी को फैक्टर गुडा इंपैक्ट करे फर्स्ट हला सेविंग्स रा रेट सेकंड करंट एक्सपेंस आपण एबने एबे कोन एक्सपेंस करछंती थर्ड हला आपण मानकर रिटायरमेंट एज को एज रे रिटायरमेंट करिया को चाहछंती फोर्थ हला इन्फ्लेशन फिफ्थ रे पोस्ट रिटायरमेंट रो रिटर्न्स आपण माने तले रिटायरमेंट कले तार रिटर्न्स केते आसुची आ लास्ट हला लाइफ एक्सपेक्टेंसी आपण माने केते दिन बंचबे तो अर्ली रिटायरमेंट पई माने 10 वर्ष रे कंफर्टेबल रिटायरमेंट पई आपण माने साधारणतः धरि नियंतु 4.5 करोड़ रु 5 करोड़ पर्यंत फंड आपण माननकु निहाती दरकार तो अर्ली रिटायरमेंट एक्चुअली ड्रीम नुहे एटा होची गोटे एक्सट्रीम फाइनेंशियल डिसिप्लिन प्रोजेक्ट तो आपण माने ब्लाइंडली फायर स्ट्रेटजी फॉलो करिवे नाही इंडिया स्पेसिफिक प्लानिंग करंतु एकेन मु आपण मानको कहि दउची म्यूचुअल फंड सेकंड एनपीएस नेशनल पेंशन स्कीम आ गोटे हला थर्ड रहला जते आपण माने रिटायरमेंट करिवे सेते बेले आपण माने गोटे स्ट्रक्चर्ड विथड्रॉल स्ट्रेटजी करिवे थ्रू एसडब्ल्यूपी यदि आपण माने एसडब्ल्यूपी ऊपर सेपरेट वीडियो मु आणे बोली किना चाहउचंती डिटेल्स रे प्लीज मते कमेंट करंतु एसडब्ल्यूपी नै आसीबी तो भारत रे 10 वर्ष रे डेफिनेटली रिटायरमेंट इज पॉसिबल किंतु एटा गोटे कैजुअल गोल जो मानकर से माने के अचीव करि परिबे नै तो यही जहाँ जहाँ बतैले आज ताको फॉलो करंतु आ आपण माने केमिति एनपीएस रे सेविंग्स करिवे केमिति इक्विटी म्यूचुअल फंड्स रे को म्यूचुअल फंड्स आपण माननको भलो रिटर्न दे परिबो हाँ एसडब्ल्यूपी जोटा कहली तो एसब विषय आपण माने मते कमेंट करके जणातु जदि डिटेल्स रे वीडियो आनिया पई किना चाहउचंती तो मो स्टेप्स गुडे को फॉलो करंतु जदि रिटायरमेंट अर्ली करिया पई किना चाहउचंती आउ जदि भल लागिला आज वीडियो को प्लीज लाइक करंतु आ सब्सक्राइब करंतु भलरे रहंतु रहउची जय जगन्नाथ।